Hi, Namaskar, and hello everyone. I'm Finally, here. after a long time. ଆକ୍ଚୁଆଲି ଦୋକାନର ସ୍କେଡ୍ୟୁଲ୍ ସହିତ ମୋ ନିଜର ସ୍କେଡ୍ୟୁଲ୍ ମ୍ୟାଚ୍ ହିଁ କରୁନି। ତୁମେ ତ ଦେଖୁଛ ସକାଳ 5ଟାରୁ ଉଠୁଛି ଆଣ୍ଡ ଦେନ୍ ମୁଁ ଆଉ କାହ୍ନା ବାହାରି ଯାଉଛୁ ଦୋକାନ ଖୋଲିବା ପାଇଁ। ଆଣ୍ଡ ଏତିକି ସମୟ ଭିତରେ ମୋତେ ବ୍ଲଗ୍ କରିତେ ଟୋଟାଲି ଟାଇମ୍ ମିଳୁନି। ବଟ୍ ଫାଇନାଲି ଆଜି ଟିକେ ଟାଇମ୍ ପାଇଛି। ସକାଳୁ ସକାଳୁ ଦୋକାନ ଖୋଲି ସାରିଲା ପରେ ଦୋକାନ ଛୁଆ ଆସିଗଲା ପରେ ମୁଁ ଆସିଯାଇଥିଲି ମନ୍ଦିରକୁ, କାହିଁକିନା ଆଙ୍କର ବ୍ଲେସିଂ ଦରକାର। ଆଗକୁ ବହୁତ ବଡ଼ ପୂଜା ମାନେ ଆସୁଛି। ଫେର୍ ମୁଁ ଭଲ ସଜବାଜ ହେଇକି ବସିଗଲି ଦୋକାନରେ। ବଟ୍ ସେ ସଜବାଜ 2-3 ମିନିଟ୍ ପାଇଁ, କାହିଁକିନା ଯେଉଁ ଖରା ହେଇଥିଲା ୟାର ଟ୍ୟାନିଂ ଭାଇ ଫୁଲ୍ ସ୍କିନ୍ ହେୟାର୍ ସବୁକିଛି ଖରାପ କରିସାରିଲାଣି ମୋର। ଆଣ୍ଡ ଚାଲ ଯାହା ତ ହେଲାଣି ହେଲାଣି, ମୁଁ ମସ୍ତ କୁରକୁରେ ଫୁରକୁରେ ଖାଇକି ଲୋକଙ୍କୁ ଆଟେଣ୍ଡ କରୁଥିଲି। ଆଣ୍ଡ ଦେନ୍ ସନ୍ଧ୍ୟାବେଳେ ମୁଁ ଆମ 2 ଜଣଙ୍କ ସହିତ ବାହାରି ଗଲୁ ମସ୍ତ ବୁଲାବୁଲି କରିବା ପାଇଁ। ବଟ୍ ଇନ୍ଦ୍ର ଦେବତା ଟିକେ ଜ୍ୟାଦା ହିଁ ପ୍ରସନ୍ନ ହେଇଯାଇଥିଲେ ବୋଧେ ଆମ ଉପରେ, ଫୁଲ୍ ଭିଜେଇ ଦେଲେ ଆମମାନଙ୍କୁ। ଆଣ୍ଡ ଆମେ ପହଞ୍ଚିଗଲୁ ମୋମୋ ପଏଣ୍ଟରେ। ମସ୍ତ ଗରମା ଗରମ ମୋମୋ ଆଉ ଚିକେନ୍ ଚାଉମିନ୍ ଟିକେ ଖାଇଦେଇକି ଆମେମାନେ ଭାବିଲୁ କିଛି ଟିକେ ଟାଇମ୍ ପାସ୍ କରିବା। ବଟ୍ ଦେନ୍ ବୁଲବୁଲକୁ କିଛି ସପିଂ କରିବାର ଥିଲା, କିଛି ଏସେସରିଜ୍ କିଣିବାର ଥିଲା, ତ ଆମେ ପହଞ୍ଚିଗଲୁ ଶାରଦା ଷ୍ଟୋର୍। ଆଣ୍ଡ ସିଏ ତାର ଏଠି ନେଲ୍ ପଲିସ୍ ବଗେରା ବାଛୁଥିଲା ଆଉ ଆମମାନେ ଏଠି ଫାଜଲାମି କରୁଥିଲୁ। ଆଣ୍ଡ ମୁଁ ଆସିଗଲି ଲତାଶ ପାଖକୁ ଆଣ୍ଡ ସି ଇଜ୍ ରିଏଲି ଏକ୍ସାଇଟେଡ଼୍ ବିକଜ୍ ଏତେ ଦିନ ପରେ ମୁଁ ବ୍ଲଗ୍ କରିଥିଲି। ୱିଥ୍ ଦ୍ୟାଟ୍ ସିଏ ତା ପଢ଼ାପଢ଼ି କରୁଥିଲା ଆଣ୍ଡ ମୁଁ ମୋ ଘରକୁ ଆସିଗଲି। ଆଶା କରୁଛି କାଲି ଟିକେ ଟାଇମ୍ ପାଇଯାଏ ଆଉ କାଲି ବି ବ୍ଲଗ୍ କରିପାରେ। ତ ତବ୍ ତକ୍ के लिए बाय बाय, टेक केयर।